ଏବେ ତୁମେ ତୁମ ଜୀବନର ଏପରି ଏକ ସ୍ଥାନରେ ଠିଆ ହୋଇଛ ଯେଉଁଠାରେ ସବୁକିଛି ତୁମ ସପକ୍ଷରେ ଅଛି ଏବଂ ତୁମ ସପକ୍ଷରେ ମଧ୍ୟ ହେବ। ବର୍ତ୍ତମାନ ତୁମ ସହିତ ଯାହା କିଛି ବି ଘଟୁଛି ତୁମେ ନା ତାହା ଉପରେ ଆଦୌ ପ୍ରଶ୍ନ ଉଠାଅ ନାହିଁ, କାରଣ ବର୍ତ୍ତମାନ ଯାହା ସବୁ ଘଟୁଛି ଜାଣି ରଖ ସେଥିରେ ମୋର ଇଚ୍ଛା ସାମିଲ ଅଛି। କାହିଁକି ନା ତୁମର ଖରାପ କର୍ମକୁ ଜାଳି ପୋଡ଼ି ଧ୍ୱଂସ କରିଦେବା ପାଇଁ। ଯେତେ ପାରୁଛ ଧୈର୍ଯ୍ୟବାନ ହୁଅ। ଯାହା ତୁମର ଅଟେ ତୁମ ପାଖକୁ ଆସିବ ଏବଂ ତୁମକୁ ହିଁ ମିଳିବ। ତୁମେ ଏବେଠୁ ଅଧିକ ଚିନ୍ତା କରିବା ବନ୍ଦ କର। ମୁଁ ତୁମକୁ କେତେଥର ବୁଝାଇଛି ଯେ ଅତ୍ୟଧିକ ଚିନ୍ତା କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତୁମେ କ'ଣ ପାଇଁ ଭୁଲି ଯାଉଛ ତୁମ ସହିତ ସର୍ବଦା ମୁଁ ଅଛି, ତୁମକୁ ସମ୍ଭାଳୁଛି, ତୁମର ଯତ୍ନ ନେଉଛି। ତେଣୁ ତୁମକୁ ସଠିକ୍ ରାସ୍ତା ମଧ୍ୟ ଦେଖାଇବି। ତୁମକୁ ତୁମ ପରିଶ୍ରମର ତୁମ କଷ୍ଟର ଫଳ ଅବଶ୍ୟ ମିଳିବ। ଯଦି ତୁମେ ସବୁବେଳେ ନିଜ ବିଷୟରେ ଭଲ ଚିନ୍ତା କରିବ କିମ୍ବା ଅନ୍ୟମାନଙ୍କ ବିଷୟରେ ଭଲ ଭାବିବ, ତେବେ ତ ଯାଇ ସମସ୍ତଙ୍କର ଭଲ ହିଁ ହେବ। ଆଜି ମୋତେ ଭେଟିବାକୁ ଆସିବ। ମୁଁ ତୁମକୁ ଅପେକ୍ଷା କରିଛି। ନହେଲେ ଜାଣି ରଖ ଦିନେ ତୁମେ ମୋ ମନ୍ଦିରକୁ ଆସି କାନ୍ଦିବ। କାରଣ ଏଥିପାଇଁ ନୁହେଁ ଯେ କେହି ତୁମକୁ ଆଘାତ ଦେଇଛି ବୋଲି, ବରଂ ତୁମର ଭଗବାନ ତୁମ ପ୍ରାର୍ଥନାର ଉତ୍ତର ଦେଇଛନ୍ତି ବୋଲି। ସେହି ଦିନ ଏବେ ତୁମର ବହୁତ ନିକଟତର। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।